ଶ୍ରୀ ଶ୍ରୀ ମା ତାରାତାରିଣୀଙ୍କ ପବିତ୍ର ପୀଠରେ 1 ଲକ୍ଷ ବେଲପତ୍ର ଅର୍ଚ୍ଚନ ଉତ୍ସବ। ଗଞ୍ଜାମ ଜିଲ୍ଲା ଶ୍ରୀ ତାରାତାରିଣୀଙ୍କ ପବିତ୍ର ପୀଠରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ସଭାପତି ଶ୍ରୀଯୁକ୍ତ ନୀଳମାଧବ ତ୍ରିପାଠୀ, ସମ୍ପାଦକ ଶ୍ରୀ ସନ୍ତୋଷ କୁମାର କର, ସହ ସମ୍ପାଦକ ଶ୍ରୀ ଟୁଟୁ ରଥ, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ତ୍ରିପାଠୀ, ଆବାହକ ଶ୍ରୀ ବାବୁଲା ଷଡ଼ଙ୍ଗୀ ସମସ୍ତ ସଦସ୍ୟଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସଭାପତି ପଣ୍ଡିତ ଶ୍ରୀ ନୀଳମାଧବ ତ୍ରିପାଠୀ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିଲା। ଉକ୍ତ ପବିତ୍ର ଅନୁଷ୍ଠାନକୁ ମା ତାରାତାରିଣୀ ସେବାୟତ ସଂଘ ସଭାପତି ଶ୍ରୀ ତପନ କୁମାର ରଣା ଓ ସମସ୍ତ ସେବାୟତ ସାହାଯ୍ୟ ସହଯୋଗ କରିଥିଲେ। ବିଶ୍ୱ କଲ୍ୟାଣ ନିମିତ୍ତ ମାଙ୍କର ରାଜୋପଚାର ପୂଜା ସହ ଚଣ୍ଡୀପାଠ, ମା 1,08,000 ବେଲପତ୍ର ଅର୍ଚ୍ଚନ, 10,000 ହବନ ତର୍ପଣ, ମାର୍ଜନ ବ୍ରାହ୍ମଣ ଭୋଜନ ମହା ଆଡ଼ମ୍ବରରେ ଶାସ୍ତ୍ରୀୟ ବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣ ପୁରୋହିତ ସମିତିର ପଣ୍ଡିତ ଶ୍ରୀ ନାରାୟଣ ଦାସ ଓ ଶ୍ରୀ ଅରୁଣ ଶତପଥୀ, ଶ୍ରୀ ରଞ୍ଜିତ କୁମାର ଦାସ, ଶ୍ରୀ ବାଳକୃଷ୍ଣ ତ୍ରିପାଠୀ, ଶ୍ରୀ ଉମାପ୍ରସାଦ ଦାସ, ଶ୍ରୀ ଜଗନ୍ନାଥ ଦାସ, ଶ୍ରୀ ବଳରାମ ଦାସ, ଶ୍ରୀ ସତ୍ୟନାରାୟଣ ତ୍ରିପାଠୀ, ଶ୍ରୀ କୁନା ଦାସ, ଶ୍ରୀ ପୀତାମ୍ବର ହୋତା, ଶ୍ରୀ ସୁନୀଲ ପୁରୋହିତ, ଶ୍ରୀ ରାମଚନ୍ଦ୍ର ଦାସ, ଶ୍ରୀ ଗଣେଶ ପ୍ରସାଦ ପଣ୍ଡା, ଶ୍ରୀ ଶିବରାମ ରଥ, ଶ୍ରୀ ଗୋଦାବରୀ ତ୍ରିପାଠୀ, ଶ୍ରୀ ଚନ୍ଦନ ଭାଇ ସମସ୍ତ ବ୍ରାହ୍ମଣ ଦେବତାମାନେ ଜଗତର କଲ୍ୟାଣ ନିମିତ୍ତ ମାଙ୍କଠାରେ ଆଶୀର୍ବାଦ ଭିକ୍ଷା କରିଥିଲେ ଏବଂ ଗଞ୍ଜାମ ଜିଲ୍ଲା କଲେକ୍ଟର ଓ ପୁରୁଷୋତ୍ତମପୁର ତହସିଲଦାର ପହଞ୍ଚିଥିଲେ। ବିଶ୍ୱର କଲ୍ୟାଣ ପାଇଁ ମାଙ୍କଠାରେ ପ୍ରାର୍ଥନା କରିଥିଲେ ଏବଂ ମନ୍ଦିର ପରିଚାଳନା ଟ୍ରଷ୍ଟ ଶ୍ରୀ ପ୍ରମୋଦ ପଣ୍ଡା ଏବଂ ସମସ୍ତ ସହଯୋଗୀ ସମ୍ପୂର୍ଣ୍ଣ ସାହାଯ୍ୟ କରିଥିଲେ। ଏହି ବେଲପତ୍ର ଅର୍ଚ୍ଚନ ଉତ୍ସବଟି ଅନୁଷ୍ଠିତ ହୋଇଥିଲା। ବ୍ୟୁରୋ ରିପୋର୍ଟ, ଜନତା ପାୱାର ଟିଭି। Subscribe to my channel and also press this bell icon.